प्रचार करुचु कवि विश्वनाथ खुंटियाकृत विचित्र रामायणर 43तम भाग। प्रयोजना डॉक्टर शांतनु कुमार रथ, संगीत परिचालना प्रफुल्ल चंद्र बेहेरा, सहयोगिता अभय कुमार दास। लक्ष्मण को देखि सुग्रीवंकर प्रतिश्रुति मने पड़ी जाइछि। से समस्त कपिबलंक सह श्रीराम को भेटिछन्ति। प्रत्येक कपि योद्धांकर बलर परिचय से बखाणुछन्ति श्रीरामंक आगरे। सुग्रीवंकु तांकर प्रतिश्रुति कथा मने पकई देबारे उपयुक्त परामर्शदात्री पत्नी भावरे भूमिका निर्वाह करिछन्ति तारा। गुहार द्वारे लक्ष्मण प्रवेश, दक्षिण बानर द्वारी करी बहु रोष। शालशील करे धरी ओगाड़िले द्वार, दिशंती बानर मत गजर आकार। केवल राम भाई होइछन्ति क्रोध, केवल बालिकी परा एहु कले बोध। केवल आसीछन्ति एबे कि विचारे, केवल जणाइबा राजांक छामुरे। एते बोली जणाइले राजांक छामुरे, ओ देव राम सानुज आसीछि कोपरे। शिलामान धरिण गाଳିछन्ति कपि, उभा होइछन्ति द्वारे होई महाकोपी। कनकगिरी पराए पाउछन्ति शोभा, निर्धूम नळ प्राय नयनर प्रभा। धनुरे देईन गुण धरिछन्ति सार, शुणिन सुग्रीव भय होइले कातर। आज्ञा देले अंगद हे घेनिया सजाई, राम भ्रात कोप करिछन्ति काहि पाई। अंगद दर्शन करी घेनिले, किष्किंध्या कटक देखि बहु प्रशंसिले। धवल मेघमानंक प्राय पुर शोभा, राजांक नबर स्वर्ग राजपुर किबा। तेनि पासे सेनापति मानंकर पुर, उच्च प्रांगणे दांड को दिशई सुंदर। असर मानंके पाऊ अछि दिव्य शोभा, बोले बिसी लक्ष्मण मनरे कले लोभा। कटक भितरे पसी देखि देखि गले, नबर सिंह द्वारे परवेश हेले। पांच द्वार पारी होई जाई उभा हेले, अंतपुर छाड़िण से अपसरी गले। हेममय स्तंभे अछि हेम खट दोई, हेमसी कुली रे खंजा सोहे हेम तुली। तारा रोमा स्कंधे देई अछि बेनी भुज, मध्यरे करिछि विजे कपि कुल राज। चिबुक धरिण से चुंबई बिंब गोष्ठी, से काले पड़िला जाई लक्ष्मणंक दृष्टि। धनुर्गुण आमंत्रिण टंकार से कले, घुंची आसन्ते सुग्रीव कातर होइले। तारांकु बोइले तुम्भे जाई कर भेट, जेमंत
ତାଙ୍କର ମନ ହୁଏ ମହାହୁଷ୍ଟ। କହିଲେ ଶ୍ରୀରାମଚନ୍ଦ୍ର ଦୁଃଖ। ସୀତାର ରାଣୀ କହେ ମଧୁର ବାଣୀ, ସୁଗ୍ରୀବ କି ତୁମ୍ଭ କାର୍ଯ୍ୟ ଅଛ ନ ଜାଣି। ମିଶିଛନ୍ତି ଦୂତ ସେ ଆସିବ ତ୍ୱରିତ, ବାନର ବଳଦ ଘିନି ଭେଟିବ ମିତ। ଚିନ୍ତି ରାଘବ ମନେ ପ୍ରିୟର ଭାବ, ରଜନୀ ଦିବସ ତାଙ୍କୁ ସରୁ ନଥିବ। ତୁମ୍ଭେ ତ ଜାଣ ସର୍ବଶାସ୍ତ୍ର ପୁରାଣ, ସଞ୍ଚିଲା ଜନରେ କୋପ କେଉଁ କାରଣ। ଶୁଣିଛୁ ମନ ଦଶରଥ ନନ୍ଦନ, ସୁଗ୍ରୀବ ଏବେ ସେ ଆସି କରୁ ଦର୍ଶନ। ଶୁଣିଣ ତାର ଯୁବତୀଙ୍କର ହୀରା, ବାହୁଡ଼ି ନ ଯାଇ ସୁଗ୍ରୀ କି କଲା ଧୀରା। ସୁଗ୍ରୀବ ଆଣି ଭେଟାଇଲା ତରୁଣୀ, ଲକ୍ଷ୍ମଣଙ୍କୁ ଆଲିଙ୍ଗନ କଲା ସେ ପୁଣି। କୋଲାକ ପୂଜା ତାଙ୍କୁ ମର୍କଟ ରାଜା, କୋଇଲା ଖୋଜାଇ ଦେବୀ ମିତ୍ର ଭାରିଜା। ବାନର ସାଇ ରାମ ଦର୍ଶନ ପାଇ, ଲକ୍ଷ୍ମଣକୁ ହେମ ସୁଖାସନେ ବସାଇ। କିଷ୍କିନ୍ଧ୍ୟା ରାଜ୍ୟେ ସୁଖାସନରେ ବିଜେ, ବିବିଧ ବାଦ୍ୟମାନ ତା ଛାମୁରେ ବାଜେ। ବାନର ବଳ ଚଳେ ମହାଗହଳ, ଯାନ ଚଢ଼ି ଆରୋହଣ କଲେ ଅଚଳ। ସୁମିତ୍ରା ସୁତ ପେଶୀ ବିକଳ ଚିତ୍ତ, ବୋଲେ ବି ଶ୍ରୀରାମ ହୋଇଥିଲେ ଦୁଃଖିତ। ଲକ୍ଷ୍ମଣ ସଙ୍ଗେ ସୁଗ୍ରୀବ କଲେ ଦର୍ଶନ, ଦେଖିଣ ଉଠି ତାଙ୍କୁ ଶ୍ରୀରାମ ଯେ କଲେ ଆଲିଙ୍ଗନ। ରାମ ବୋଲନ୍ତି ହେଳା କଲ କିମିତ, ସୁଗ୍ରୀବ କର ଯୋଡ଼ି ଜଣାଇ ହେ ଦେବ ପେଶିଛି ଦୂତ। ଆଜିକାଲି ଭିତରେ ଆସିବେ ବଳ, একথাকু ভূদেব সন্দেহ হে তুমি মনে ন ভাড়।
ସୁଗ୍ରୀ ରାମ କଥା ହୋଇବା ଭିତରେ ଦିନକର ଅଦୃଶ୍ୟ ହୋଇଲେ ସେ ସୈନ୍ୟ ପାଦ ଧୂଳିରେ ମୁଖରାବ ଶବଦେ ଉଛୁଳେ ମହି କୂଳ ଲଙ୍ଘିଣ କିବା ସାଗର ହେ ଆସୁ ଅଛଇ ବହି ରାମ ବୋଲଇ କିମ୍ପା ଶୁଭଇ ଚହଳ ସୁଗ୍ରୀ ବୋଲନ୍ତି ଦେବ ଅଇଲେ ଆମ୍ଭବାନର ବଳ ପ୍ରଥମେ ସତ ବଳ ଦର୍ଶନ କଲା 10 କୋଟି ସହସ୍ର ବାନର ହେ ସଙ୍ଗେ ଘେନି ଅଇଲା ସୁଷେଣ ସଙ୍ଗେ 10 ସହସ୍ର କୋଟି 10 ସହସ୍ର କୋଟି ବାନର ହେ ଘେନି କେଶରୀ ଭେଟି 12 ସହସ୍ର କୋଟି ଘେନିଣ ନୀଳ 15 ସହସ୍ର ଗବାକ୍ଷର ହେ ସଙ୍ଗେ ବାନର ବଳ ଗବୟ ସଙ୍ଗେ ସହସ୍ର କୋଟି 15 ଦଧିମୁଖ ଘେରିଣ ଭେଟିଲା ଯେ 7 କୋଟି ବାନର ମହେନ୍ଦ୍ର ସଙ୍ଗେ 5 ସହସ୍ର କୋଟି ବିବିଧ ସଙ୍ଗେ କୋଟି ସହସ୍ର ଯେ କପି ଘେନିଣ ଭେଟି ରାମ ଜାନ ସଙ୍ଗତରେ 25 କୋଟି ବୋଲଇ ବିଶି ମହି ପୁରୀଣ ହେ ଆସନ୍ତି କପି ଘୋଟି ରାଜସେନାପତି ଭେଟି ସଙ୍ଗେ 5 ସହସ୍ର କୋଟି ସମ୍ଭବ କଲା ଦର୍ଶନ 7 ସହସ୍ର କୋଟି ସୈନ୍ୟ ଗନ୍ଧମାର ଦନ ଭେଟ ସହସ୍ର କୋଟି ମର୍କଟ ଅଙ୍ଗଦ କଲା ଦର୍ଶନ କିଷ୍କିନ୍ଧ୍ୟାର ଘେନି ସୈନ୍ୟ ଶତ ସହସ୍ର କୋଟି ଘେନି ସୈନ୍ୟ ସଙ୍ଗେ ଭେଟି ତାର କଲା ଦର୍ଶନ ଅୟୁତ କୋଟି ତା ସୈନ୍ୟ ଇନ୍ଦ୍ରଜାନ ହୁଏ ଭେଟ ସହସ୍ର କୋଟି ମର୍କଟ ବ୍ରହ୍ମା କଲା ଦର୍ଶନ 5 ସହସ୍ର କୋଟି ସୈନ୍ୟ ଦୁର୍ମୁଖ ଦର୍ଶନ କରି 7 ସହସ୍ର କୋଟି ହରି ଧନୁ କଲା ଦର୍ଶନ 60 କୋଟି ତା ସୈନ୍ୟ ନୀଳ ସଙ୍ଗରେ ମର୍କଟ 7 କୋଟି ଘେନି ଭେଟ ଦଧିମୁଖ ଭେଟ କଲା 8 ସହସ୍ର କୋଟି ଥିଲା ସରଭ ଦର୍ଶନ କରି 15 କୋଟି ହରି କୁମୁଦ ଦର୍ଶନ କଲା କପି 10 କୋଟି ଥିଲା ବହ୍ନି କଲା ଦର୍ଶନ 12 କୋଟି ତା ସୈନ୍ୟ ଦର୍ଶନ କଲା ଦ୍ୱିବିନ୍ଦ ସଙ୍ଗରେ କପି ଅର୍ବୁଦ
ଆପଣମାନେ ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 43ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ବିନୋଦୀ ବିହାରୀ ପଣ୍ଡା, କରୁଣାକର ସେଠୀ, ଦୁଃଖୀଶ୍ୟାମ ତ୍ରିପାଠୀ, ନାଜିଆ ସଏଦ, ଝୁମ୍କି ରଥ, ସୁକାନ୍ତ କୁମାର କୁଣ୍ଡୁ ଏବଂ କେଶବ ଚନ୍ଦ୍ର ରାଉତ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।